भाई ମୁଁ କଣ ଶୁଣିଥିଲି କି ବାରିପଦା ଜଗନ୍ନାଥ ମନ୍ଦିର ବି ଆମ ପୁରୀ ଶ୍ରୀକ୍ଷେତ୍ର ଧାମ ଭଳିଆ ୟାକୁ କାଳେ କଣ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ବାବୁ କିଛି ଦିଅ ବାବୁ ଧନ୍ୟବାଦ ବାବୁ। ଆରେ ଯୋଉ ମନ୍ଦିର ଯିବୁ ଆଜିକାଲି ଏମିତିକା ଭିକାରୀ ପାଇବୁ। ଆରେ ଛାଡ଼ ସେ କଥା, ଆମେ ଯୋଉ କଥା ହବା ସେ ବିଷୟରେ କଥା ହବା। ଶୁଣ, ଏଟା ଆମ ଦ୍ୱିତୀୟ ଶ୍ରୀକ୍ଷେତ୍ର ବିକ୍ଷେତ୍ର କିଛି ନୁହେଁ, ଖାଲି ଟୁରିଜିମ୍ ବଢିବା ପାଇଁ ଏମିତି ମିଛ କଥା ଚାରିଆଡେ ପ୍ରଚାର କରାଯାଇଛି। କଣ କହିଲେ ବାବୁ? ଆମ ଭିକାରୀ ମାନଙ୍କୁ ନେଇକି ଯେତିକି ଅପମାନ କରିବା କଥା କର, କିନ୍ତୁ ଆମ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇକି ଏମିତି ଦୟା କରିକି ପାର୍ଥକ୍ୟ ସୃଷ୍ଟି କରନ୍ତୁନି। କରିବୁ କଣଟା କରିବୁ? ତୁ ଗୋଟେ ସାମାନ୍ୟ ଭିକାରୀ ହେଇକି ଆମକୁ ବୁଝେଇବୁ? ହଉ ବାବୁ ଶୁଣ, ଆମ ବାରିପଦାର ହରିବଳ ଦେବଜୀ ବିଜୟ ମନ୍ଦିର ଏମିତି ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚୟ ପାଇଲା, ସେଇଟା ମୁଁ ଆଜି ଆପଣଙ୍କୁ କହିବି। ଆସ ବସି। କିମ୍ବଦନ୍ତୀ ଅନୁସାରେ ଥରେ ଆମ ବାରିପଦାର ରାଜା ଶ୍ରୀ ବୈଦ୍ୟନାଥ ମହାଦେବ ପୁରୀ ଜଗନ୍ନାଥ ମନ୍ଦିର ତାଙ୍କ ଛତ୍ର ଆଉ ଛାମରଗଣ ସହିତ ଦର୍ଶନ କରିବାକୁ ଯାଇଥିଲେ। ଆଉ ବାବୁ ସେଠି ପୁରୀ ରାଜା ଗଜପତିଙ୍କ ଛଡା ଆଉ କେହି ବି ଏମିତି ହାତ ନେଇ ପ୍ରଭୁଙ୍କ ଦର୍ଶନ କରିପାରିବେନି ବୋଲି ତାଙ୍କୁ କୁହାଗଲା। ତାପରେ ସେ ଦୁଃଖରେ ଅଠନଳା ପାଖରେ ଯାଇକି ତପସ୍ୟାରେ ବସିଲେ। ଆଉ ସେଇଠି ପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ ଦେଲେ ଆଉ କହିଲେ କି ବାରିପଦାରେ ଗୋଟେ ଜଗନ୍ନାଥ ମନ୍ଦିର କରାଯାଉ। ଆଉ ପ୍ରଭୁ ନିଜେ ଭକ୍ତଗଣଙ୍କୁ ଶାନ୍ତ କରିବା ପାଇଁ ସେଠାକୁ ଆସିଲେ। ତାପରେ 1575 ମସିହାରେ ଆମର এই হরিবল দেবজী জগন্নাଥ ମନ୍ଦିରକୁ ରାଜା ବୈଦ୍ୟନାଥ ମହାଦେବ ପ୍ରତିଷ୍ଠା କଲେ। ଆଉ ତାପରେ ଯାଇ এই ମନ୍ଦିର ଆମର ଦ୍ୱିତୀୟ ଶ୍ରୀକ୍ଷେତ୍ର ନାମରେ ପରିଚୟ ପାଇଲା। ଆଉ ଗୋଟେ ଭାଇ ନିଆରା କଥା, ଏଠାକାର ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। ଆରେ ତୁମେ ତ ଅଶିକ୍ଷିତ ଭିକାରୀ, ତୁମକୁ ଏତେ କଥା କେମିତି ଜଣା? ଆରେ ମୋ ମହାପ୍ରଭୁ ଜଗନ୍ନାଥର ସବୁଠୁ ବଡ ଭକ୍ତ, ମୁଁ ଜାଣିନି ଯଦି ଆଉ କିଏ ଜାଣେ? ଆରେ ଭାଇ ତମେ ଦୁଇଜଣ ସେତେବେଳେ କାହା ସହ? ଆରେ ଭିକାରୀ ସବରା। ହେଲେ ଭାଇ ତମ ଦୁଇଜଣଙ୍କର ମୁଣ୍ଡ ଫୁଣ୍ଡ କାମ କରୁନି ବୋଧେ? କାହିଁ କୋଉ ଭିକାରୀ ମତେ ବି ଦେଖାଉନାହାନ୍ତି? ତୁ ରାଖି ପାଖି କାମ କରୁନି? ଆରେ ଏଇଠି ପାଖରେ, ଆରେ ଆରେ ଏଇ ତ ଥିଲେ ଆମ ସହିତ କଥା ହଉଥିଲେ।